बहुत बादाम भाजुंट ये तो बसला बादाम आगु अच्छी बादाम भाजुन सकाल सकाल बादाम भाजी दे चूड़ा भजा हम तापर ये भात बस भात हांडी थी गाधे सारा भात बस सकाल हो कौन कहल हाँ हिलानी बसिकी कला पड़ी हिलानी हिलेबा देबू भात बसे पुणी तले जड़े देबू किसी ना माणे ना कौन माणे कौन ये पचड़ बादाम भजा होगा सकाल सकाल बादाम भजा है आज भी मेघुआ पाग देती सबुदिन खरा हुए आज मेघुआ पाग देती वर्षा हम बोधे हाँ मेघ पवन अच्छी टी तो कहला मेघ अच्छी हम भाज भात बस जल्दी टे भाजी दियो कौन पकाच हलदी पकाचु धोई हलदी पकई तेल आज रोषे कौन ये मटन मटन बाबा हिंदी हाँ मटन आई धरती ना को आयुष खाइबनी बा ना आयुष खाइबनी तू बाबा माँ खाइब मैं भी खाइबनी खाली 3 जन खाइबू हलदी बोल कौन तेल पकईना आज बिना तेल कर मटन नहीं से भल लगे बिना तेल ना आज बिना तेल हम तो तेल पकई से रोषे कर आलू तेल रे भजा ये थुआई मटन पिज एपटे मसला फसला थुआई टमाटो रोषे कर बिना तेल रे मटन तरकारी बिना तेल रे मटन तरकारी हेले सेठी पेट पड़ी तेल ना ना आज बिना तेल रे रोषे हाँ हो गला बिना तेल आज बिना तेल रे खाइबा बिना तेल रे मटन तरकारी तेल बटा हमें चूल्हे आज गैस कर दी तो भल होता गैस टेस्ट लगे मांस तरकारी मांस चूल्हे रांधिले बहुत टेस्ट लगे लगे चूल्हे सब रांधते चूल्हे सब रांधिले भल टेस्ट सब खाद्यर टेस्ट लगे चूल्हे रंधा तो किसी टेस्ट ना चूल्हे रे हमर रंधा सब डेली रोषे चूल्हे जाड़ उदा होगा बर्षा जो भारीटा उदा होगा से लगे गैस रोषे पड़े आईस के गैस रोटा आईस सब चूल्हे को पियाज कषाई गला पियाज कषा खाली पानी कषा तेल तो पड़े ना तेल पड़ेनी तेल पड़ना हाँ तेल पड़ेनी चिकेन पकई जो सरी चिकेन ना तो मटन मटन कषा मटन टा कषाई गला आलू पड़ो बोधे आलू एपटे टमाटो हाँ पड़ो चिकेन कषा कौन होगा सॉरी मटन मटन आज मटन मटन सानू सकाशे कह पड़ी मटन ये चिकेन सी कह आइला आइला सानू ये कौन कहलु चिकेन कषा पानी को उषुम उषुम लगुच कौन पानी बाल्टी नहीं पड़ाइलु अनु अनु माँ को मारलानी कषा खाइबा चिकेन कषा खाइबा बोली बसलानी माँ माल धरिक देखुंदी
ପହଞ୍ଚୁ ମା ବିସ୍କେଟ ନିମିକି ବରା ଏପଟେ ଆୟୁଷ ଏପଟେ ଚିକେନ ଖାଇ ବୋଲି ଠିଆ ହେଇଛି। ଏ ମଟନ ହେଲେ ତାକୁ କୁହାହେଇଛି ଚିକେନ। ହେଇଛି ତ ଚର୍ବି ଭଳିଆ ହେଇଛି। ଚର୍ବି ମା ସେଠି କଣ ଧରିକି ଠିଆ ହେଇଥିବ ଆଣି ଦଉନୁ ତୁ। ବିସ୍କେଟଟା କରିଛି ତ ବିସ୍କେଟ ଅଛି ଖାଇବାନି। ସାନୁ କୋ ଚିକେନ ଖାଉଛୁ? ଚିକେନ ଖାଉଛି ଆଜି। ଚିକେନ ଖାଉଛି। ଚିକେନଟା ସିଝିନି ତ। ଚିକେନଟା ସିଝିନି। ହଁ ସେ ମୋ ବନଉଛି ଆୟୁଷ ଦେଖୁന്നു ଚିକେନ କଷା ହେଇଥିଲା ଆୟୁଷ କହିଲା ମୋତେ ଖଣ୍ଡେ ଦିଅ। ଏଟା ଖଣ୍ଡେ ଦିଆହେଇଛି ସେ କହୁଛି ନା ସିଝିନି ବୋଲି। ଚିକେନଟା ଟିକେ ଲେଟ୍ ହେବ ନା ଟିକେ ସିଝା ଖାଇବ ନା। କେମିତି ଲାଗୁଛି? ହଁ ଚିକେନ ଦେଉଛି କେମିତି ଲାଗୁଛି? ମା ଆଇଲେ ତ କଣ କରୁଛ ଯେ? କଣ ମଟନ ଖାଉଛ କି କଣ ବା? ସେ ମଟନ ଖାଉନି ଚିକେନ ଖାଉଛି। ଚିକେନ ଭଲ ଲାଗୁଛି। ଭଲ ଲାଗୁଛି। ତାକୁ କିଛି କୁହା ସିଝିନି ନା କଣ ଯେ ଆଉ ମୁଁ କିଛି ଆଉ ଟିକେ ଚିକେନଟା ଆଉ ଟିକେ ସିଝିବନି ଆଉ ଟାଣ ହେଇଛି। ହଁ ସେ ଏଇନେ ପକିଆ ହେଲା ସେ ଆସିଛି କହୁଛି ମାଗିଲା ସିଝିଆ ଇଏ କରିକି ଖାଇଛନ୍ତି। ସେ କହିଲା ମୋତେ ଟିକେ କଷାରେ ଦେ। ସବୁବେଳେ ଚିକେନ କଷା ହେଲେ ଖାଇ ଆଜି ଟିକେ କଷା ହେଲେ ଖାଇବି ହେଲା। ତାକୁ ଦିଆଯାଇଛି କହୁଛି କାହିଁ ଛିଣ୍ଡୁନି କାହିଁକି ଏଇଟା ଛିଣ୍ଡୁନି। କୋଉ ଜାଗାରେ କୋଉ ଜାଗାରେ ଥୋଇଛି ମୋତେ। ଯେଥର ମଟନରେ ଆଳୁ ପକେଇ ହେଲା ତା ଦେହରେ ଆଳୁ ପକେଇ ହେଇଛି। ଚୁଟି କାଟୁ କାଟୁ ଖାଲି ଷ୍ଟାଇଲରେ ହଉଛି। ମନା କଲେ ମାନୁନୁ। କି ଆୟୁଷଟି ଚୁଟି ତୁ ଜାଣି ନଣ୍ଡା ହେଇଯିବୁ। ନଣ୍ଡା ହେଇଗଲେ ଲୋକ ପଚାରିବେ କାହିଁ ନଣ୍ଡା ହେଇଛି ନା ମୋ ମମି ଘର ଯାଇଛି ନଣ୍ଡା ହେଇଛି। ମୁଁ କହିଛି ଆୟୁଷ କହୁଥିଲା ନା। ବାବା ଆସିଲାଣି ବା। କଣ ସରିଲାଣି? ସରିନି ତମେ କଷେଇ ଉଠି ଆସିକି ମୁଁ ଆଉ କଷେଇ ଉଠି ହାତ କହିଲାଣି। ଗରମ ହଉଛି ଜରି ପଲଟା ଅଛି ତ। ଗରମ ହଉଛି ତଥର ତମ ପାଟି କହିଲା କଷା ଲାଷ୍ଟ ବାବା ଖସିବେ। ବାବା ବସିଲେ ରୋଷେଇ କରିବ ହେଲା। ବିନା ତେଲରେ ମଟନ ତରକାରୀ ରୋଷେଇ କରିବ। ଚାବି ପକେଇଗଲା। ଚାବି ପଡ଼ିଛି ଯଦି ପିଲାଙ୍କ ଷ୍ଟାଇଲ ରୋଷେଇ କଲେ ତାଙ୍କ ଗୋଟେ ବସିବେ ଷ୍ଟାଇଲ ଅଲଗା ଆଉ ରୋଷେଇର ଏମିତି ଘାଟିବା ପାଇଁ ତାଙ୍କର ଗୋଟେ ଆହୁରି ଅଲଗା। ପୁଅ ପିଲା ରୋଷେଇ ଆଉ ଛାଡ଼ିବ। ପୁଅ ପିଲାଙ୍କର ଟିକେ ମସଲା ମସଲି ପଡ଼ିବ, ତେଲ ଟିକେ ପଡ଼ିବ। ତେଲ ସିଝୁନି କି ତେଲ ଟିକେ କମ୍ ନା ତେଲ ପଡ଼ିବ ମୁଳକୁ। ନା ତେଲ ପକେଇବାକୁ କେତେବେଳେ ଚର୍ବି ଟିକେ ପକେଇ କଲଟି ସିଝେଇକିରି ତା ତେଲଟା ତେଲ ପକେଇଦିଅ ଆଉ ନା ପୁଅ ପକେଇଛି କଣ ନା ପଡ଼ିନି ତେଲ। ତେଲ ପକେଇନି ଧୀରେ ଧୀରେ ତମେ ତେଲ ଢାଳିବା ଆସିଲେ ଗୋଟେ ଥର ଚିକେନ୍ କରିଥିଲି ସେମିତିଆ। ଚିକେନଟା କଣ ହେଲା? ଆଇସ୍କ୍ରିମ୍ ଭୋକ ହେଲାଣି। ଭୋକ ହେଲାଣି ଗରମ ହେଲାଣି ଏଠି ମୁଁ ଆଉ ବସିବି। ହଁ ହଁ ତମେ ଏତେ ସମୟ ବସିକି କହୁଛ ଗରମ ହେଲାଣି। ମୁଁ ଯେ ଏତେ ସମୟ ହେଲାଣି ବସିଲାଣି। ନାଇଁ ଆଉ ବସି ହବନି। କଣ ଗରମ ହେଲାଣି। ଆୟୁଷ ମୁଁ ଏତେ ସମୟ ଯାଇ ବସିଥିଲି ନା ନାଇଁ। ମଟନ ଓହ୍ଲାଇଗଲା ହେଇଗଲା। ହେଇଗଲା ମଟନ ଏବେ ପୁରା ପ୍ରସ୍ତୁତ ହେଇଗଲା ଆଉ। ହଁ ଲାଇନଟା ବହୁତ ବହୁତ ଜୋର ଗରମ ହେଉଛି ବା। ଗରମ ମଟନ ବି ବଢ଼ା ହେଇଯାଉଛି। ଆୟୁଷ ଜାଣିନି ଆୟୁଷ ଧୀରେ ବସି ଭାତ ରାନ୍ଧି ସାରି ବାଡ଼ିକି ଆସିଗଲେ କହିଲା ଚିକେନ ଆଣୁ ମମି କେତେ ଦିନ ହେଲା ଚିକେନ ହେଇନି। ଚିକେନ ଗୋଟେ କହୁଥିଲା ଖାଉନଥିଲେ। ବ୍ଲାଡ଼ ଫ୍ଲୁ ହେଇଥିଲା ନା ବ୍ଲାଡ଼ ଫ୍ଲୁ ହେଇଥିଲା ଚିକେନ୍ ହେଉନଥିଲା। ସେଇଥିପାଇଁ
ଖିଆ ହେଇନଥିଲା ସେ କହୁଛି ଆଣେ ଚିକେନ୍ ଆଣେ ଜଲ୍ଦି ଜଲ୍ଦି ଖାଇବା ବସିଛି ହଁ ବାବା ଡାକିକି ଖାଇବ କେ ଲାଗୁଛି ଚିକେନ୍ ଗରମ ହେଇଛି ବହୁତ ଜୋରେ ବହୁତ ଧୂଆଁ ଅଛି ପୁରା ତ ବାମ୍ଫ ଦେଖନ୍ତୁ ଖାଇବା ଆରମ୍ଭ ହେଇଯାଇଛି ଆଉ ଆୟୁଷ ତା ବାବା ଆଉ ପୁଅ ଏଠି ବସିଛି ବଡ଼ ବି ବସିଛି ସେ ମୁହଁ ତ ଦେଖାଉନି ଆଉ ଆୟୁଷ ଭଲ ଲାଗୁଛି ଟି ଚିକେନ୍ ନା ମଟନ୍ ଇଏ ଚିକେନ୍ ଆୟୁଷ କହୁଛି ଚିକେନ୍ ନା କ'ଣ ପାଇଁ ବାଡ଼ୁଛ? ରଖିବି ଏଠି ପିଲାଙ୍କ ପାଇଁ ତମେ ତ ମଟନ୍ ଖାଉନ ତମେ ତ ମଟନ୍ ଖାଉନ ନା ଖାଇବିନି ସେଠି କ'ଣ ଭଜା ହେଇଛି ବସେଇକି ଟମାଟୋ ଡାଲି ଟମାଟୋ ତୋଳେଇଦେବା ଆଉ ଏ ହେ ସମସ୍ତେ ମଟନ୍ ଖାଉଛନ୍ତି ଆକୁ ଡାଲି ଟମାଟୋ ଦେଉଛନ୍ତି କ'ଣ କରିବା ଏଇଭଳିଆ ଟମାଟୋ ପୋଡ଼ିଗଲାଣି ଏଇଭଳିଆ ଏ ଘରେ ରହୁଛ ଏଇଭଳିଆ ଏ ଘରେ ରହୁଛ ମାନେ ମଟନ୍ ଖାଇବାକୁ ଦେଉଛନ୍ତି ତାଙ୍କୁ ମଟନ୍ ଖାଉଛନ୍ତି ସେମାନେ ତମେ ଡାଲି ଖାଉଛ କେତେ ସୁନ୍ଦର ଖାଇବା ଜାଣିଛ ନା ନାଇଁ ଶାଶୁଘରର ଭୁଲଟାକୁ ଏତେ ଘୋଡ଼େଇବାକୁ ଚେଷ୍ଟା କରନି ଏଥିରେ ରସୁଣ ଚୋପଡ଼ ଦେଲେ ଟମାଟୋ ଆଉ ସାଧା ଦେଲେ ଖାଇ ହେଇଯିବ ନା ମଟନ୍ ଆଣି କ'ଣ ଖାଇ ହେବ ଡାଲି ଦେଇଦେବା ଟମାଟୋ ପାଗକୁ ଭାତ ଉଡ଼ିଲା ଆଉ ଖାଇ ବସ ଡାଲି ଦେଇଦେଇଥାଉ